ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ। ଦଳ ପାଇଁ କଣ କାର୍ଯ୍ୟ କରିଛି ନ କରିଛି ରାଜ୍ୟବାସୀ ଜାଣିଛନ୍ତି, ଶୀର୍ଷ ନେତୃତ୍ୱ ମଧ୍ୟ ଜାଣିଛନ୍ତି। ମୁଁ ଏଭଳି ପତ୍ରଟି ପାଇଲା ପରେ, ଗଣମାଧ୍ୟମରୁ ଦେଖିଲା ପରେ ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ହେଇଛି। ତଥାପି ଦଳର ଯେହେତୁ ଜଣେ ଶୃଙ୍ଖଳିତ କର୍ମୀ ହିସାବରେ କଂଗ୍ରେସ ଦଳକୁ ଆହୁରି ସଶକ୍ତ, ସଂଗଠିତ ଏବଂ ସୁଦୃଢ଼ କରିବା ପାଇଁ ମୁଁ ବର୍ତ୍ତମାନ ମୁକ୍ତ ବିହଙ୍ଗ। ମୋ ନିରନ୍ତର ଉଦ୍ୟମ ଜାରି ରଖିବି ଏବଂ ମୋର ପ୍ରିୟ ନେତା ସମ୍ମାନନୀୟ ରାହୁଲଜୀ ଯାହା କହିଥିଲେ, ଡର ମତ, ନିଡର ହେଇକି କାମ କରିବାକୁ ପଡିବ, ସତ କହିବାକୁ ପଡିବ, ସତ ଲେଖିବାକୁ ପଡିବ ଏବଂ ମୋ ବହିଷ୍କାରରେ ଯଦି ଦଳ କ୍ଷମତାକୁ ଫେରି ପାରିବ, ମୋ ଠାରୁ ବେଶୀ ଅଧିକ ଖୁସି କେହି ହେଇପାରିବେ ନାହିଁ। କିନ୍ତୁ ଦଳ ଭିତରେ ଏକଛତ୍ରବାଦ ମନୋବୃତ୍ତି, ଦଳ ଭିତରେ ମେରି ରାୟ ନୀତି, ଦଳ ଭିତରେ ଯୁବ ପ୍ରତିଭା ମାନଙ୍କୁ ଯଦି ନିରନ୍ତର ଭାବରେ କାହାକୁ ନିଲମ୍ବନ, କାହାକୁ ବହିଷ୍କାର ସବୁ କରାଯାଏ, ଏହା ଯେକୌଣସି ଦଳ ପାଇଁ ମଧ୍ୟ ହିତକର ନୁହେଁ। ମୁଁ ମୋ କଥା କେବଳ କହୁନାହିଁ, ମୋର କହିବାର ଉଦ୍ଦେଶ୍ୟ ହେଉଛି ଦଳ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଦଳରେ ବହୁ ଲୋକ ଅତୀତରେ ସସ୍ପେଣ୍ଡ ହେଇଛନ୍ତି, ଏକ୍ସପେଲ ହେଇଛନ୍ତି। ନୂଆ ନେତୃତ୍ୱ ପୁନଶ୍ଚ ଆସିଲେ ସେମାନଙ୍କର ନିଲମ୍ବନ ଏବଂ ବହିଷ୍କାର ତାହା ମଧ୍ୟ ଉଠିଯାଏ ଏବଂ ସେମାନେ ଆହୁରି ଅଧିକ ଭଲ ପୋର୍ଟଫୋଲିଓ ପାଆନ୍ତି, ପଦବୀ ପାଆନ୍ତି ଏବଂ ଏମଏଲଏ, ଏମପି, ମନ୍ତ୍ରୀ ହେବାର ମଧ୍ୟ ନଜିର ଥାଏ। ତେଣୁ କେଉଁ କାରଣ ଯୋଗୁଁ ରାଜ୍ୟର ସଭାପତି ଭକ୍ତ ବାବୁ ଏବଂ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ମୋତେ କୌଣସି କାରଣ ଦର୍ଶାଅ ନୋଟିସ ନ ଦେଇ ଦଳର ପ୍ରାଥମିକ ସଭ୍ୟରୁ 6 ବର୍ଷ ବହିଷ୍କାର କଲେ, ଏହା ନିଶ୍ଚିତ ଭାବରେ ମୁଁ କହିବି ଏହା ଦଳୀୟ ଡିସିପ୍ଲିନ କୋଡର ବିପରୀତ କଥା। ମୁଁ ଦଳରେ ଥିଲି, ଅଛି, ରହିବି ଏବଂ ଦଳ ପାଇଁ ଯେଭଳି କାର୍ଯ୍ୟ କରୁଥିଲି ତାହା ଆହୁରି ମୁକ୍ତ କଣ୍ଠରେ, ମୁକ୍ତ ସ୍ୱରରେ ନିଶ୍ଚିତ ଭାବରେ ଲେଖିବି, କହିବି। ରାଜ୍ୟବାସୀ, ଦେଶର ନେତୃତ୍ୱ ମାନେ ଦେଖିବେ। ତାପରେ ଗୋଟେ ସମୟ ଆସିବ ଯୋଉ ସମୟରେ ସମସ୍ତେ ସଚେତନ ହେବେ ଯେ ଦଳ ଭିତରେ ସତ କହିବା ଏବଂ ସତ ଲେଖିବାକୁ କାହାକୁ ବାରଣ ନ କରାଯାଉ, ନିବୃତ୍ତ କେହି ନ ରୁହନ୍ତୁ, ମୁହଁ ଖୋଲିବାକୁ ପଡିବ ଏବଂ ଭଲ ରେଜଲ୍ଟ ନାହିଁ ତ ପଦବୀରେ ରହିବାର କୌଣସି ନୈତିକ ଅଧିକାର ନାହିଁ। ମୋର ବାର୍ତ୍ତା ହେଉଛି ଯାହାକୁ ଶୀର୍ଷ ନେତୃତ୍ୱ ଯେତେବେଳେ ଦଉଛନ୍ତି ରେଜଲ୍ଟ ଦେଖେଇବାକୁ ପଡିବ। ଯଦି ନ ଜିତି ପାରୁଛ ନୈତିକତା ଦୃଷ୍ଟିରୁ ପଦବୀରୁ ଇସ୍ତଫା ଦିଅ, ନହେଲେ ପଦବୀରେ ରହିବାର ତୁମର କୌଣସି ନୈତିକ ଅଧିକାର ନାହିଁ। ଯଦି ଏଇ କଥା ଲେଖାଯାଏ ଏବଂ କୁହାଯାଏ, ତାର ପରିଣାମ ମୋତେ ବହିଷ୍କାର କରାଯାଏ, ତାହେଲେ ମୋର କିଛି ଆପତ୍ତି ନାହିଁ। ଦେଶ ସ୍ୱାଧୀନ ସମୟରେ ବହୁତ ନେତା କର୍ମୀ ଦେଶକୁ ସ୍ୱାଧୀନ କରିବା ପାଇଁ ଝାସ ଦେଇଥିଲେ। ବର୍ତ୍ତମାନ କଂଗ୍ରେସ ଦଳର ଭଲ ପାଇଁ କଂଗ୍ରେସ ଯେତେବେଳେ ରାଜ୍ୟ ଦେଶରେ ବିକଳ୍ପ ହେବାକୁ ଗୋଟିଏ ନୂଆ ରାସ୍ତା ପାଇଛି, ସେତେବେଳେ ସତ କହି ଏବଂ ସତ ଲେଖି ଯଦି ବହିଷ୍କାର ହେବାକୁ ପଡେ, ମୁଁ ବାରମ୍ବାର ବହିଷ୍କାର ହେବାକୁ ରାଜି ଅଛି। କାରଣ ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ। ଏକଛତ୍ରବାଦୀ ନେତୃତ୍ୱରେ ଦଳ ଚାଲିପାରିବ ନାହିଁ। ତେଣୁ କଂଗ୍ରେସରେ ଥିଲି, କଂଗ୍ରେସରେ ଅଛି, ଆଗାମୀ ଦିନରେ ମଧ୍ୟ କଂଗ୍ରେସ ଦଳରେ ଆହୁରି ଅଧିକ ସମୟ ଏବଂ ସଂଗଠିତ କରିବା ପାଇଁ ଦଳକୁ ମୋର ନିରନ୍ତର ଉଦ୍ୟମ ଜାରି ରହିବ। ସାର୍, ରାଜ୍ୟ ସଭାପତିଙ୍କ ସହିତ ଆପଣ କିଛି କଥା ହେଇଥିଲେ କି? କାହିଁକି ଦଳରୁ ଆପଣଙ୍କୁ ବହିଷ୍କୃତ କରିଛନ୍ତି? ମୋର କଥା ହେବାର ଆବଶ୍ୟକ ତାଙ୍କ ସହିତ ନାହିଁ, କାରଣ ମୁଁ ତାଙ୍କ ଠାରୁ ସିନିୟର କଂଗ୍ରେସ ଲିଡର। ସେ ଅଲଗା ଦଳରୁ ଆସିଛନ୍ତି, ମୁଁ ଅଲଗା ଦଳରୁ ଆସିନାହିଁ। ତେଣୁ ମୋର 30 ବର୍ଷର କଂଗ୍ରେସ ଦଳର ଛାତ୍ର ଅବସ୍ଥାରୁ ଯୋଉ ତପସ୍ୟା, ସଂଘର୍ଷ, ସଂଗ୍ରାମ ନିଶ୍ଚିତ ଭାବରେ ମତେ ଆହୁରି ଆଗାମୀ ଦିନରେ ଦଳକୁ ସଂଗଠିତ କରିବା ପାଇଁ ଏ ପତ୍ରଟି ପ୍ରେରଣା ଦେଲା। ଆହୁରି ମୁଁ ଆଗକୁ ଦଳ ପାଇଁ କାମ କରିବି। ତାଙ୍କ ସହିତ ମୋର କୌଣସି କଥାବାର୍ତ୍ତା ହେଇନାହିଁ କିମ୍ବା ମତେ ଏଆଇସିସି କିମ୍ବା ପିସିସି ପକ୍ଷରୁ କୌଣସି କାରଣ ଦର୍ଶାଅ ନୋଟିସ ମଧ୍ୟ ମିଳିନାହିଁ।
ସାର୍ ଆପଣ ବହୁତ ଦିନ ଧରି କଂଗ୍ରେସ ଦଳରେ କାମ କରିଛନ୍ତି। ଦଳର ସୁବିଧା ଅସୁବିଧା ଦଳର ଗୋଟେ ସଦାବେଳେ ଆପଣ ଗଣମାଧ୍ୟମ ସାମ୍ନାକୁ ଆସିକି ବି କୁହନ୍ତି। ଏମିତି ଗୋଟେ କିଛି ଆପଣଙ୍କୁ ନ ଯାଇ କାରଣ ଦର୍ଶାଅ ନୋଟିସ ନ ଦେଇକି ଏମିତି ଗୋଟେ ଦଳ ପକ୍ଷରୁ ନିଷ୍ପତ୍ତି ନେବାକୁ ଆପଣ କଣ କହିବେ? ନିଷ୍ପତ୍ତି ତ ହେଇସାରିଲାଣି। ରାଜ୍ୟବାସୀ ତ ସବୁ ଜାଣୁଛନ୍ତି ଗଣମାଧ୍ୟମରେ ଏବଂ ସାମାଜିକ ଗଣମାଧ୍ୟମରେ। ନିଷ୍ପତ୍ତି ରାଜ୍ୟବାସୀ ନେବେ। ଯଦି 25 ବର୍ଷ ହେଲାଣି ଆମ ଦଳ କ୍ଷମତାରେ ନାହିଁ, ବହୁତ ଲୋକ ଦଳରୁ ଅଲଗା ଦଳକୁ ଯାଇ ପୁନଶ୍ଚ ଦଳକୁ ଫେରି ଏମଏଲଏ ଏମପି ଟିକଟ ନେଇକି ଏମଏଲଏ ଏମପି ମଧ୍ୟ ହଉଛନ୍ତି। ତେଣୁ ମୋର ସେଥିରେ ମୁଁ ବ୍ୟସ୍ତ ନୁହେଁ କି ବିବ୍ରତ ନୁହେଁ। ତେଣୁ ସବୁ କ୍ଷେତ୍ରରେ ଆମେ ସଠିକ ରାସ୍ତାରେ ସଠିକ ନିଷ୍ପତ୍ତି ଯଦି ନ ନେବା, ତାହେଲେ ଆମେ କ୍ଷମତାରୁ ଏଭଳି ଦୂରେଇ ଯାଇଛନ୍ତି 25 ବର୍ଷ ଧରି। ଆଗାମୀ ଦିନରେ ଯଦି ମୋ ନିଲମ୍ବନରେ ଦଳ କ୍ଷମତାକୁ ଫେରେ, ତାହେଲେ ନିଶ୍ଚିତ ଭାବରେ ଦଳ ପାଇଁ ଯଦି ହିତକର ହବ, ତାହେଲେ ଏଇଭଳି ଅନେକ ଯୁବକ ଅଛନ୍ତି କଂଗ୍ରେସ ଦଳରେ ଯୋଉମାନେ ସତ କହିବେ ଏବଂ ସତ ଲେଖିବେ, ତାଙ୍କୁ କେତେ ବହିଷ୍କାର କରିବେ। ଯେମିତି ସ୍ୱାଧୀନତା ସମୟରେ ଜେଲରେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ମାନେ ଜେଲ ଭରିଗଲା, ଜେଲ ଅଣ୍ଟିଲା ନାହିଁ। ସେଭଳି ଦଳ ଭିତରେ କେତେ ସସ୍ପେନସନ ଏବଂ କେତେ ବହିଷ୍କାର ଲେଟର ଦେଇ ଦଳୀୟ କର୍ମୀ ମାନଙ୍କୁ, ନିଷ୍ଠାବାନ କାର୍ଯ୍ୟକର୍ତ୍ତା ମାନଙ୍କୁ ସେମାନଙ୍କର କଣ୍ଠକୁ ଚାପିବାକୁ ଚେଷ୍ଟା କରିବେ, ତାହା ଦଳ ପାଇଁ ହିତକର ହବ କି ଅହିତକର ହବ, ତାହା ସମୟ ହିଁ କହିବ। ସାର୍ ନୂଆପଡ଼ା ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କଲା। ବିଧାନସଭା ଲୋକସଭାରେ ଦଳ ଖରାପ ପ୍ରଦର୍ଶନ କରୁଛି। ୟା ବିରୁଦ୍ଧରେ ଆପଣ କୋଉ କୋଉ ପ୍ଲାଟଫର୍ମରେ କିଛି ଲେଖିଥିଲେ କି? ସାମାଜିକ ଗଣମାଧ୍ୟମରେ ଏବଂ ଗଣମାଧ୍ୟମରେ ସତ କଥା କହିବା ପାଇଁ ବା ପ୍ରିୟ ନେତା ରାହୁଲ ଗାନ୍ଧୀ ଏଆଇସିସି ଅଧିବେଶନରେ କହିଥିଲେ। ଗୁଜରାଟ ଯୋଉ ସଂଗଠନ ସୃଜନ କାର୍ଯ୍ୟକ୍ରମ ହେଲା, ସେଥିରେ ମଧ୍ୟ ରାହୁଲ ଗାନ୍ଧୀ ତାଙ୍କର ଟିପ୍ପଣୀ ଦେଇଥିଲେ। ଏବଂ ଆମର ଯେତେବେଳେ ଶୀର୍ଷ ନେତୃତ୍ୱ ଆମକୁ ସତ କହିବାକୁ, ସତ ଲେଖିବାକୁ ପ୍ରବର୍ତ୍ତାଉଛନ୍ତି, କହୁଛନ୍ତି, ସତ୍ୟମେବ ଜୟତେ କହୁଛନ୍ତି, ଡର ମତ କହୁଛନ୍ତି, ତେଣୁ ଜଣେ ସକ୍ରିୟ ସଚେତନ ଏବଂ ନିଷ୍ଠାବାନ କାର୍ଯ୍ୟକର୍ତ୍ତା ତାଙ୍କ କଥାରେ ଚାଲିବ ନା ଭକ୍ତ ଦାସ କଥାରେ ଚାଲିବ, ଏ ନିଷ୍ପତ୍ତି ରାଜ୍ୟବାସୀ ନିଅନ୍ତୁ। କଂଗ୍ରେସ ଦଳରେ ଶୀର୍ଷ ନେତୃତ୍ୱ ହଉଛନ୍ତି ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ। ମୁଁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ, ମୁଁ ଭକ୍ତ ଦାସ ଆଦର୍ଶରେ ଅନୁପ୍ରାଣିତ ନୁହେଁ। ଦଳରେ ଏବେ ଠିକ ଠାକ ନାହିଁ ବୋଲି ମହମ୍ମଦ ମୁକିମ ବି ଚିଠି ଲେଖିଥିଲେ। ଏମିତି ଅନେକ ନେତା ବି କହୁଛନ୍ତି ଯେ ଦଳରେ ଗୋଟେ କନ୍ଦଳ ରହୁଛି, ସଭାପତି ପଚାରୁନାହାନ୍ତି ଠିକ ଠାକ ନେତାମାନଙ୍କୁ, ଆଉ ମତ ନଉନାହାନ୍ତି। ଏଇଭଳିଆକୁ ଆପଣ କଣ କହିବେ? ବହୁ କ୍ଷେତ୍ରରେ ନେତାମାନଙ୍କୁ, ବିଭିନ୍ନ ରାଜ୍ୟରେ ପ୍ରାଦେଶିକ ସ୍ତରର ନେତାମାନଙ୍କୁ ଯେତେବେଳେ ଦାୟିତ୍ୱ ଦିଆଯାଏ, ତାଙ୍କର ଦକ୍ଷତାକୁ ଯେତେବେଳେ ଟେଷ୍ଟ କରାଯାଏ, ସେ ଦକ୍ଷତାରେ ଯଦି ଆପଣ ସଠିକ ରେଜଲ୍ଟ ନ ଦେଇପାରିବେ, ଆପଣ ଉତ୍ତୀର୍ଣ୍ଣ ନ ହେଇପାରିବେ, ସେତେବେଳେ ନେତାମାନଙ୍କ ମନରେ ଗୋଟେ ଭୟ ସଞ୍ଚାର ହୁଏ ଏବଂ ଯୋ ଡର ଗୟା ଓ ମର ଗୟା। ତେଣୁ ମୋର ନେତୃତ୍ୱ ପ୍ରତି ତାଙ୍କର ଯଦି ଭୟ ଥିବ ମୁଁ ଜାଣିନି, ଏବଂ ମତେ ଯଦି ବହିଷ୍କାର କରିକି ମୋ କଣ୍ଠରୋଧ କରିବାକୁ ସେ ଚେଷ୍ଟା କରିବାକୁ ଚାହିଁଛନ୍ତି, ଈଶ୍ୱର ତାଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ, ସେ ସତ୍ପଥରେ ଚାଲନ୍ତୁ, ଅହଙ୍କାର ଏବଂ ଅହମିକାରୁ ଦୂରେଇ ରୁହନ୍ତୁ। ସାର୍ ନୂଆ ସଭାପତି ହେଲା ପରେ ଭକ୍ତ ଦାସ କହିଥିଲେ ଯେ ଯୋଉମାନେ ଦଳ ଛାଡିକି ଯାଇଛନ୍ତି ବା ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ସେ ବୁଝେଇ ସୁଝେଇକି ରଖିବେ, ସଂଗଠନ ମଜବୁତ କରିବେ। କିନ୍ତୁ ଦେଖାଯାଉଛି ଯୋଉ ସବୁଠୁ ପୁରୁଣା ଯୋଉମାନେ ବିଶ୍ୱସ୍ତ କର୍ମୀ ସେମାନଙ୍କୁ ଦଳରୁ ବହିଷ୍କାର କରାଯାଉଛି। ଏଥିରେ ଗୋଟେ କର୍ମୀ ମାନଙ୍କ ପାଖକୁ ଗୋଟେ ମେସେଜ ଖରାପ ଯିବ ନା ନାଇଁ? ନିଶ୍ଚିତ ଭାବରେ ସେ ଏ ବାବଦରେ ଆହୁରି ଚିନ୍ତା କରିବାର ଆବଶ୍ୟକତା ଥିଲା। ଏବେ ବି ସମୟ ଅଛି, ଚିନ୍ତା କରନ୍ତୁ। ଦଳ ମେରି ରାୟ ନୀତିରେ ଚାଲେ ନା। ଦଳରେ ଗୋଟେ ସାମୂହିକ ନିଷ୍ପତ୍ତି, ସାମୂହିକ ଚର୍ଚ୍ଚା କରି ନିଷ୍ପତ୍ତି ନିଆଯାଏ। ସିଏ ଯଦି ଅକଲାଚଳରେ ମେରି ରାୟ ନୀତିରେ ଚାଲୁଛନ୍ତି, ତାହେଲେ ତାଙ୍କର ଦକ୍ଷତାକୁ ମଧ୍ୟ ଏଆଇସିସି ଦେଖୁଛି। ସେ କେତେ ଦକ୍ଷ ବିଶେଷ ହେଇପାରିବେ ଏବଂ କେତେ ଉତ୍ତମ ଫଳାଫଳ ବିଭିନ୍ନ ନିର୍ବାଚନରେ ଦଳକୁ ଜିତେଇ ପାରିବେ, ତାହା ହିଁ ପ୍ରଶ୍ନବାଚୀ ହବ। ମୁଁ ଏଥିରେ ବ୍ୟସ୍ତ ନୁହେଁ, ବିବ୍ରତ ନୁହେଁ। ତେଣୁ ଏଆଇସିସି ପୁନଶ୍ଚ ଏହାକୁ ତର୍ଜମା କରିବ, ଏ ଆଶା ଭରସା ମୋର ଅଛି। ସମୟ ତ ଲାଗିପାରେ, କିନ୍ତୁ ସମୟ ଠାରୁ ବଡ ବଳବାନ କେହି ନୁହନ୍ତି। ଅହଙ୍କାର, ଗର୍ବ, ଆତ୍ମବଡ଼ିମା, ଏକଛତ୍ରବାଦ, ମେରି ରାୟ ନୀତି, ଏ କଂଗ୍ରେସ ଦଳରେ ଚାଲିବା ଉଚିତ ନୁହେଁ। ଯୋଉ ନିଦର୍ଶନ ମୋ କ୍ଷେତ୍ରରେ କି ନିହାର ବେହେରା କ୍ଷେତ୍ରରେ କିମ୍ବା ଅନ୍ୟମାନଙ୍କ କ୍ଷେତ୍ରରେ ଅତୀତରେ ଘଟିଥିଲା, ତାର ପରିଣାମ କଣ ହେଲା? ଶରତ ପଟ୍ଟନାୟକଙ୍କ ସମୟରେ ଯୋଉମାନେ ସସ୍ପେଣ୍ଡ ହେଇଥିଲେ,
ଫେର ସେମାନେ ଫେର କଂଗ୍ରେସ ଦଳରେ ଆସିକି ବହିଷ୍କାର ହେଇଥିଲେ, ସେମାନେ ଆସିକି ତ ଫେର ମିଶିଲେ, ସେମାନଙ୍କୁ ସର୍ବକ୍ଷମା କରାଗଲା। ନେତୃତ୍ୱ ପରିବର୍ତ୍ତନ ସବୁବେଳେ ହୁଏ, ଆଗରୁ ହେଇଛି, ଆଗାମୀ ଦିନରେ ବି ହବ, ଏବଂ ଯିଏ ଯେତେବେଳେ ଆସିବ ସେ ଦଳର ହିତ ପାଇଁ କାମ କଲେ ଦଳ ପୁନଶ୍ଚ ଲୋକଙ୍କର ଆସ୍ଥା ଭାଜନ ହବ, ଏବଂ ପୁନଶ୍ଚ ମୋ ପରି ଜଣେ କର୍ମୀ, ସ୍ୱାଭିମାନୀ କର୍ମୀ, ତାର ସମ୍ମାନ, ଆତ୍ମସମ୍ମାନ ନିଶ୍ଚିତ ଫେରି ପାଇବ। ଦଳ ପ୍ରତି ମୋର ପୂର୍ଣ୍ଣ ଭରସା ଅଛି। ସାର୍, ଓଡ଼ିଶା କଂଗ୍ରେସରେ କେହି ଜଣେ ସର୍ବସମ୍ମତ ନେତା ସେମିତି ନାହାନ୍ତି ଯିଏ ସମସ୍ତ ଗୋଷ୍ଠୀକୁ, ଯୋଉ ଭିନ୍ନ ଭିନ୍ନ ଗୋଷ୍ଠୀ ଅଛନ୍ତି, ଏକାଠି କରି ଚାଲିପାରିବେ। ତ ବାରମ୍ବାର ପିସିସି ସଭାପତି ପରିବର୍ତ୍ତନ ହେବା ଦ୍ୱାରା ଏ ସମସ୍ତ ଗୋଷ୍ଠୀକି ଏକାଠି କରାଯାଉ ନାହିଁ, ଏମିତି କି ୟା ଉପରେ ଆପଣ କଣ କହିବେ? ଶୀର୍ଷ ନେତୃତ୍ୱ ଯେତେବେଳେ ଯାହାକୁ ଚାହିଁବେ, ଏ ଗୋଟେ ଆଞ୍ଚଳିକ ଦଳ ନୁହେଁ, ଏ ଗୋଟେ ରାଷ୍ଟ୍ରୀୟ ଦଳ। ରାଷ୍ଟ୍ରୀୟ ଦଳରେ ତାର ବିଚାରଧାରା ଆଞ୍ଚଳିକ ଦଳ ଠାରୁ ଭିନ୍ନ ଥାଏ। ତେଣୁ ଯେତେବେଳେ ଯୋଉ ପରିସ୍ଥିତିରେ ଶୀର୍ଷ ନେତୃତ୍ୱ ରାଜ୍ୟ ନେତୃତ୍ୱକୁ ବିକାଶ କରିବା ପାଇଁ ଯେତେବେଳେ ଚାହିଁବେ ସେ କରିପାରିବେ, ତାଙ୍କର ଅଧିକାର ପରିସର ଭିତରେ ଅଛି। କିନ୍ତୁ ମୋର କହିବା କଥା ହଉଛି ଆକାଉଣ୍ଟେବିଲିଟି ନିଶ୍ଚିତ ଫିକ୍ସ ହେବା ଦରକାର। ଏବଂ ଯୋଉ ଆକାଉଣ୍ଟେବିଲିଟି କଥା ଆପଣ ଜାଣିଛନ୍ତି, ଏଆଇସିସି ଅଧିବେଶନ ଗୁଜରାଟର ଅହମ୍ମଦାବାଦରେ ହେଲା। ଓଡ଼ିଶାରୁ ମୁଁ ଏକମାତ୍ର ବ୍ୟକ୍ତି ସେଠି ଅଭିଭାଷଣ ଦେବାର ସୁଯୋଗ ପାଇଥିଲି, ଏବଂ ମୋର କଥା ଏବଂ ମୋର ଭାଷଣ ଯଦି ଆପଣ ସେ ଭିଡିଓ ଦେଖିବେ, ମୁଁ ଯୋଉ ଯୋଉ କଥା କହିଥିଲି ସେଥିରେ ଆମେ ନୂଆପଡାରେ ବିଫଳ ହେଲୁ, ଏବଂ ସେ ବାବଦରେ ମୋର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ବିବୃତ୍ତି ସଭାପତିଙ୍କୁ ଅସହ୍ୟ ହେଲା। ସଭାପତି ଏହାକୁ ହଜମ କରିପାରିଲେନି, ବରଦାସ୍ତ କରିପାରିଲେନି, ସମାଲୋଚନାକୁ ସେ ଭୟ କଲେ, ଏବଂ ଯୋଉ ବିଭୀଷଣ ପ୍ରସଙ୍ଗ ନିଜେ ସ୍ୱୟଂ ସଭାପତି ବିଭିନ୍ନ ଟିଭି ମିଡିଆରେ ସଫେଇ ଦେଲେ, ସେଥିରେ ଦଳର ପରିଚୟ ଆଗକୁ କେତେ ଗଲା କମିଗଲା ତାହା ଆକଳନ ଲୋକମାନେ କରିବେ, ଆପଣମାନେ କରିବେ। କିନ୍ତୁ ମୁଁ ବର୍ତ୍ତମାନ ମୁକ୍ତ ବିହଙ୍ଗ। ବର୍ତ୍ତମାନ ଦଳକୁ ଅଧିକରୁ ଅଧିକ ସଂଗଠିତ କରିବା, ଦଳୀୟ ବିଭିନ୍ନ ନେତା କର୍ମୀଙ୍କ ସହିତ ସମ୍ପର୍କ ବଢେଇବା ଏବଂ ଦଳ ପାଇଁ କାର୍ଯ୍ୟ କରିବା ପାଇଁ ମୋ ପାଖରେ ଯଥେଷ୍ଟ ସମୟ ଅଛି, ଏବଂ ମୁଁ କଂଗ୍ରେସ ଦଳ ପାଇଁ ନିରନ୍ତର କରି ଚାଲିବି। କଂଗ୍ରେସ ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ। ଆମେ ସମସ୍ତେ ଦଳକୁ ସୁରକ୍ଷା ଦେବା, ଦଳ ପାଇଁ କାର୍ଯ୍ୟ କରିବା ଏବଂ ଦଳକୁ ଆହୁରି ଅଧିକ ଲୋକାଭିମୁଖ କରିବା ପାଇଁ ଆମର ପ୍ରୟାସ, ଉଦ୍ୟମ, ବିଶେଷ କରି ମୋର ଯେତିକି ପ୍ରୟାସ ଜାରି କରିବା କଥା ମୁଁ ଜାରି ରଖିବି। ସାର୍, କଂଗ୍ରେସ ଭଳିଆ ଏକ ନମ୍ବର ଦଳ ଆଜି ତୃତୀୟ ସ୍ଥାନକୁ ଖସି ଆସିଛି ଏବଂ ତୃତୀୟ ସ୍ଥାନରେ ଥିବା ବିଜେପି ଏବେ ସରକାରରେ ଅଛି। ଆପଣ ଭାବୁଛନ୍ତି କି ବର୍ତ୍ତମାନ ନୂଆ ସଭାପତି ଆସିଛନ୍ତି, ସେ ଯେମିତି ସମସ୍ତଙ୍କୁ ନେଇକି ଗୋଟେ ଦୀର୍ଘମିଆଦୀ ରଣନୀତି କରିବା କଥା, ଗୋଟେ ଯୋଜନା କରିବା କଥା, ଏବଂ ଆପଣଙ୍କ ଭଳି ଯୁବ ନେତୃତ୍ୱଙ୍କୁ ନେଇକି ଗୋଟେ ବର୍ତ୍ତମାନ ଗୋଟେ ଶକ୍ତିଶାଳୀ ପ୍ରଭାବଶାଳୀ ଏଜେଣ୍ଡା କରିକି ସରକାରଙ୍କ ବିରୁଦ୍ଧରେ ଯିବା କଥା, ସେମିତି ହେଇପାରୁଛି ନା ନାହିଁ? କଂଗ୍ରେସ ଦଳରେ 6-7 ଜଣ ଅବସରବାଦୀ ନେତା ପଶି ଆସିଛନ୍ତି, ଯୋଉମାନେ କଂଗ୍ରେସର ବିଚାରଧାରାର କେବେ ସେମାନେ କାର୍ଯ୍ୟ କରିବାର ନଜିର ନଥିଲା, ଏବଂ ସେମାନେ ଯେତେବେଳେ ଯେକୌଣସି ଉପାୟରେ ଯେତେବେଳେ ପଦପଦବୀ ପାଇଛନ୍ତି, ସେ ଦଳ ଅପେକ୍ଷା ନିଜର ଏବଂ ନିଜ ପରିବାରର କଥାକୁ ବେଶୀ ଚିନ୍ତା କରନ୍ତି। ତେଣୁ ଏଭଳି ବେଳେ ବେଳେ ସମସ୍ୟା ଆସେ, କିନ୍ତୁ କଂଗ୍ରେସ ଦଳର ଯୋଉମାନେ ଲକ୍ଷ ଲକ୍ଷ ନିଷ୍ଠାବାନ କାର୍ଯ୍ୟକର୍ତ୍ତା ଅଛନ୍ତି ସେମାନେ ପରଖୁଛନ୍ତି, ଦେଖୁଛନ୍ତି। ତେଣୁ ଆପଣ ଦେଖିଥିବେ ଏଭଳି ଏକ ଅବସରରେ ଆମକୁ ସମସ୍ତଙ୍କୁ ଏକାଠି କରିବାକୁ ପଡିବ, ଦଳକୁ ଲୋକଙ୍କ ପାଖକୁ ନେଇକି ଯିବାକୁ ପଡିବ, ଏବଂ ଦଳ ପୁନଶ୍ଚ ଫେର ସଂଗଠିତ ହୋଇ ରାଜ୍ୟରେ କେମିତି ବିକଳ୍ପ ହବ ସେଥିପାଇଁ ଆମକୁ କାର୍ଯ୍ୟ କରିବାକୁ ପଡିବ। ସାର୍, ଶେଷ ପ୍ରଶ୍ନ, କଂଗ୍ରେସ ଭଳି ଗୋଟେ ଜାତୀୟ ଦଳ ଯିଏ ଓଡ଼ିଶାରେ ଦିନେ ଶକ୍ତି କେନ୍ଦ୍ର ଥିଲା, ତାର ଅନେକ ଗଡ଼ ଥିଲା, ସେ ଗଡ଼ରେ ଏବେ କଂଗ୍ରେସ ସଂଘର୍ଷ କରୁଛି। ଏହି ସଂଘର୍ଷ ଭିତରେ ଯୋଉ ଆପଣମାନଙ୍କ ଭଳି ନେତାମାନଙ୍କୁ ଦଳରୁ ବହିଷ୍କାର କରାଯାଉଛି, ଏଇଟା କର୍ମୀଙ୍କ ମନୋବଳରେ ହ୍ରାସ ପକାଇବ ନା ନାହିଁ? ଏଇ ଯେତେବେଳେ ନିଷ୍ଠାବାନ କାର୍ଯ୍ୟକର୍ତ୍ତା ମାନଙ୍କର ଦଳରେ ଅଭାବ ରହିଛି, ତାଙ୍କୁ ବହିଷ୍କାର କରାଯାଏ, ନିଲମ୍ବନ କରାଯାଏ, କିଛି ସମୟ କିଛି ଦିନ ଧରିକି କର୍ମୀମାନେ ନିଶ୍ଚିତ ଦୁଃଖରେ ରହିବେ, ଏଥିରେ ଦ୍ୱିମତ ନାହିଁ। କିନ୍ତୁ ଆମକୁ ସବୁ କଥା ଭୁଲିକି କଂଗ୍ରେସ କରିବାକୁ ପଡିବ, ଦେଶ ପାଇଁ, ସମ୍ବିଧାନ ପାଇଁ, ଗଣତନ୍ତ୍ର ପାଇଁ ଏବଂ ରାଜ୍ୟ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ। କାରଣ ଆମେ ଓଡ଼ିଶା ଲୋକ ବିଜେଡିକୁ ଦେଖିଲେ, 9 ବର୍ଷ ବିଜେଡି ସହିତ ମିଶିକି ଶାସନ କରୁଥିଲା, ତାକୁ ଦେଖିଲେ, ବର୍ତ୍ତମାନ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପିକୁ ବର୍ତ୍ତମାନ ଦେଖୁଛନ୍ତି। ତେଣୁ
ପରେ କଂଗ୍ରେସ ନିଶ୍ଚୟ କ୍ଷମତାକୁ ଫେରିବ ଯଦି ଆମେ ସଂଗଠିତ ହେଇ ଲୋକଙ୍କ ପାଖକୁ ଆମର ବାର୍ତ୍ତା ନେଇକି ଯିବା। ଲୋକେ ଅନେଇ ବସିଛନ୍ତି ସଠିକ ନେତୃତ୍ୱ ଯିଏ ନିଜ ଅପେକ୍ଷା ନିଜ ପରିବାର ଅପେକ୍ଷା ରାଜ୍ୟ ପାଇଁ ବେଶୀ କାର୍ଯ୍ୟ କରିବ, ରାଜ୍ୟବାସୀଙ୍କର ଆସ୍ଥାଭାଜନ ହବ। ତେଣୁ ସେଇଭଳି ନେତାଙ୍କୁ ଦଳ ଯେତେବେଳେ ପ୍ରାଧାନ୍ୟ ଭଲ ଭାବରେ ଦବ ସେତେବେଳେ କଂଗ୍ରେସ ନିଶ୍ଚୟ ରାଜ୍ୟରେ କ୍ଷମତାକୁ ଫେରିବ।